ଦିନେ ରାତିରେ ମୁଁ ଦେଖିଲି ମୋ ସ୍ତ୍ରୀ ବେଡ୍ ଉପରେ ନଥିଲା। ମୁଁ ଯେତେବେଳେ ତାକୁ ଡାକିଲି ସେ ବାଥରୁମ୍ରେ ଅଛି ବୋଲି କହିଲା। ଆଉ ମୁଁ ଯେତେବେଳେ ବାଥରୁମ୍କୁ ଗଲି ସେ ବାନ୍ତି କରୁଥିଲା। ମୁଁ କହିଲି, କ'ଣ ହେଲା, ତମେ କ'ଣ ଖାଇଥିଲ? ସେ କହିଲା, ନାଇଁ ମୁଁ ସେମିତି କିଛି ଖାଇନି, ମୋର ତ ବାନ୍ତି ହେଉଛି, ଯାହା ବାହାଘର ପରେ ସବୁ ବିବାହିତା ନାରୀମାନଙ୍କର ହୁଏ। ଏକଥା କହି ସେ ବହୁତ ଖୁସି ହେଇଗଲା ଆଉ କହିଲା, ମୁଁ ମା' ହେବାକୁ ଯାଉଛି। ଏକଥା କହି ସେ ଖୁସିରେ ମୋତେ କୁଣ୍ଢେଇ ପକେଇଲା ଆଉ ନାଚିବାକୁ ଲାଗିଲା। ମୁଁ ଏକଥା ଶୁଣି ପୁରା ଆଶ୍ଚର୍ଯ୍ୟ ହୋଇଗଲି, କାହିଁକି ନା ଆମର କେବେ ହେଲେ ସନ୍ତାନ ହେଇପାରିବନି, ତାହେଲେ ମୋ ସ୍ତ୍ରୀ ଗର୍ଭବତୀ ହେଲା କେମିତି? ତାପରେ ମୁଁ ତାକୁ ପଚାରିଲି, ଇଏ ଛୁଆ କାହାର? ସେ ଯାହା ମୋତେ କହିଲା ମୋ ମୁଣ୍ଡକୁ ଧରି ବସି ପଡ଼ିଲି। ଆଉ ସେହି ସମୟରେ ମୋ ସ୍ତ୍ରୀର ଧରିକି, ମୋ ନାଁ ଅଶୋକ, ମୋ ସ୍ତ୍ରୀର ନାଁ ନିର୍ମଳା। ଆମେ ଦୁଇଜଣ ଲଭ୍ ମ୍ୟାରେଜ୍ କରିଥିଲୁ। ଆମେ ଦୁହେଁ ଦୁହିଁଙ୍କୁ ବହୁତ ଭଲ ପାଉଥିଲୁ। ଜଣେ ଆଉ ଜଣଙ୍କ ବିନା ରହିପାରୁନଥିଲୁ। ଆମର ଲଭ୍ ମ୍ୟାରେଜ୍ ହେଲେ ବି ଆମମାନଙ୍କ ଘରେ କାହାର କିଛି ଆପତ୍ତି ନଥିଲା। ହୁଏତ ପଛରେ କିଏ କ'ଣ କହିଥିବ, କିନ୍ତୁ ସାମ୍ନାରେ କେହି କିଛି କୁହନ୍ତିନି। ପର୍ବପର୍ବାଣୀରେ ଆମ ଘରମାନଙ୍କରେ ଯିବା ଆସିବା ମଧ୍ୟ ହୁଏ। ଆଉ ଆମେ ଯୁଆଡ଼େ ବି ଗଲେ ଆମକୁ ସମସ୍ତେ ପଚାରନ୍ତି, ଛୁଆ ପିଲା କେବେ ହେବ? କିନ୍ତୁ ମୁଁ ମୋ ସ୍ତ୍ରୀକୁ କହିଥିଲି କି ଛୁଆ ପିଲା ପାଇଁ କିଛି ବି ଜଲ୍ଦିବାଜି କରିବା ନାହିଁ। ଛୁଆ ହେବା ପରେ ସବୁକିଛି ସରିଯାଏ, ଏମିତିକି ମଣିଷ ଠିକ୍ସେ ବାଥରୁମ୍ ବି ଯାଇପାରିବନି। କିନ୍ତୁ ମୋ ସ୍ତ୍ରୀର ପିଲା ଜନ୍ମ କରିବାକୁ ବହୁତ ସଉକ ଥିଲା, ଏମିତିକି ସେ ଛୁଆ ପାଇଁ ମଧ୍ୟ ଜିନିଷ କିଣିକି ଆଗରୁ ରଖୁଥିଲା। ମୁଁ କହିଲି, ଏସବୁ କ'ଣ, ଆଗ ଛୁଆ ହେଉ, ଏତେ ଜଲ୍ଦି କାହିଁକି? ସେ କହିଲା, ଭାବ, ମୋ ଛୁଆ ପାଇଁ ହିଁ ବାହା ହେଇଛି। ଏକଥା ଶୁଣି ମୁଁ ଟିକେ ରାଗିକି ଚାହିଁଲି। ସେ କହିଲା, ଆରେ ମୁଁ ମଜାକ କରୁଥିଲି, କିନ୍ତୁ ମୋତେ ଜଲ୍ଦି ଜଲ୍ଦି ଗୋଟେ ସୁନ୍ଦର ଆଉ କ୍ୟୁଟ୍ ଛୁଆ ଦରକାର। ଆଉ ଯଦି ପୁଅ ହୁଏ ତାହେଲେ ସମୀର ରଖିବି, ଯଦି ଝିଅ ହୁଏ ତାହେଲେ ତା ନାଁ ସୌମ୍ୟା ରଖିବି। ମୋତେ ତ ଏମିତି ଲାଗୁଥିଲା ଯେମିତି ମୁଁ ପ୍ରଥମରୁ ହିଁ ଗୋଟେ ବିବାହିତା ନାରୀକୁ ବାହା ହେଇଯାଇଛି, କାରଣ ସେ ପୁରା ଦିନ କେବଳ ଛୁଆ କଥା ହିଁ କୁହେ। ଦିନେ ଯେତେବେଳେ ମୁଁ ଘରକୁ ଆସିଲି ଦେଖିଲି ମୋ ସ୍ତ୍ରୀର ପେଟ ଫୁଲିଥିଲା ଆଉ ସେ ପେଟ ଉପରେ ହାତ ରଖି ହସୁଥିଲା। ମୁଁ କହିଲି, ତମ ସହିତ ଇଏ କ'ଣ ହେଇଛି? ସେ ହସି ହସି କହିଲା, ମୁଁ ମା' ହେବାକୁ ଯାଉଛି। ମୁଁ କହିଲି, ମଜାକ କରନି, ତମେ ତୁମ ପେଟ ଭିତରେ କ'ଣ ଭରି କରିଛ? ମୁଁ ଯେତେବେଳେ ସକାଳେ ଗଲି ତମେ ଭଲ ଥିଲ, ଏବେ କହୁଛ ତମେ ମା' ହେବ। ତାପରେ ମୋ ସ୍ତ୍ରୀ ପେଟରୁ ତକିଆ କାଢ଼ି କହିଲା, କ୍ଷମା କରିଦିଅ, ମୁଁ ଦେଖୁଥିଲି ମୁଁ ମା' ହେଲେ କେମିତି ଦେଖାଯିବି ବୋଲି। ବାସ୍, ମୋତେ ଜଲ୍ଦି ଜଲ୍ଦି ଗୋଟେ ସୁନ୍ଦର ଛୁଆଟିଏ ଜନ୍ମ କରିବାର ଅଛି। ସବୁବେଳେ ସବୁ କଥା ଭୁଲିବାଲିକି ଛୁଆ ଉପରକୁ ଆସିଯାଉଥିଲା। ଦିନେ ମୁଁ ଏସବୁ କଥା ମୋ ସାଙ୍ଗକୁ କହିଲି। ଏକଥା ଶୁଣି ମୋ ସାଙ୍ଗ କହିଲା, ତୁ ତ ଖୁସି ହେବା କଥା, କାହିଁକି ନା ଆଜିକାଲି ଝିଅମାନେ ତ ଛୁଆ ଜନ୍ମ କରିବାକୁ ଚାହୁଁନାହାନ୍ତି, କାଳେ ସେମାନଙ୍କ ଫିଗର ଖରାପ ହେଇଯିବ ସେଥିପାଇଁ। କିନ୍ତୁ ତୋ ସ୍ତ୍ରୀ ସେମାନଙ୍କ ଠାରୁ ପୁରା ଅଲଗା। ମୁଁ କହିଲି, ଛୁଆ କାହାକୁ ପସନ୍ଦ ନୁହେଁ, ଛୁଆ ମୋତେ ବି ପସନ୍ଦ, କିନ୍ତୁ ଏବେ ଅଳ୍ପ ଦିନ ହେବ ଆମ ବାହାଘର ହେଇଛି, ଆଉ ଇଏ କହୁଛି ମୋର ଛୁଆ ଦରକାର। ଏସବୁ ତ ତୋରି ହାତରେ। ତାପରେ ମୁଁ ଘରକୁ ଚାଲି ଆସିଲି ଆଉ ଶୋଇବା ସମୟରେ ଭାବୁଥାଏ କି ଆଜି ହେଉ କି କାଲି ଛୁଆ ତ ଯେମିତି ହେଉ ଦରକାର, ଭଲ ହେବ ମୁଁ ତାକୁ ଛୁଆ ଦେଇଦେବି। ତାପରେ ଆମେ ଦୁହେଁ ପ୍ରେଗନେନ୍ସି ପ୍ଲାନ୍ କଲୁ। କିନ୍ତୁ ଆଶ୍ଚର୍ଯ୍ୟର କଥା, ଆମେ ଯେତେଥର ବି ଟେଷ୍ଟ କଲୁ ରେଜଲ୍ଟ ନେଗେଟିଭ୍ ଆସିଲା। ଏମିତି କିଛି ଦିନ ପର୍ଯ୍ୟନ୍ତ ଚାଲିଲା। ନିର୍ମଳା ମନ ଦୁଃଖରେ ଠିକ୍ସେ ଖିଆପିଆ କରୁନଥିଲା। ତାପରେ ଆମେ ଚିନ୍ତା କଲୁ କି ଆମେ ଡକ୍ଟରଙ୍କ ପାଖକୁ ଯିବୁ। କୁହାଯାଏ କି ଯେ ପର୍ଯ୍ୟନ୍ତ ବାହାଘର ବର୍ଷେ ନ ହେଇଛି ସେ ପର୍ଯ୍ୟନ୍ତ ଡକ୍ଟରଙ୍କ ପାଖକୁ ଯାଆନ୍ତିନି ବୋଲି। କିନ୍ତୁ ଏବେ ତ ବାହାଘରକୁ ବର୍ଷେ ହେଇଗଲାଣି, ସେଥିପାଇଁ ଡକ୍ଟରଙ୍କ ପାଖକୁ ଗଲୁ। ସେ ଡକ୍ଟର ଜଣେ ଲେଡି ଥିଲେ। ଡକ୍ଟର କିଛି ଟେଷ୍ଟ କରେଇଲେ ଆଉ କହିଲେ, ତମ ଦୁଇ ଜଣଙ୍କର କେସ୍ ମୋତେ ଗଡ଼ବଡ଼ ଲାଗୁଛି, ମୁଁ ସିନିୟର ଡକ୍ଟରଙ୍କ ପାଖକୁ ରେଫର କରିଦେଉଛି। ସେ ଡକ୍ଟରଙ୍କ ନାଁ ହେଲା ମିଲନ। ଆମେ ଯେତେବେଳେ ସେ ଡକ୍ଟରଙ୍କ ପାଖକୁ ଗଲୁ ମୋତେ ଲାଗିଲା କି ଏ ଡକ୍ଟରଙ୍କୁ କେଉଁଠି ଦେଖିଛି। ହଠାତ୍ ମନେ ପଡ଼ିଲା, ହଁ, ମୁଁ ଯେଉଁ କଲେଜରେ ପଢ଼ୁଥିଲି ସିଏ ବି ସେହି କଲେଜରେ ପଢ଼ୁଥିଲା। ସେ ମୋତେ ଦେଖି ଚିହ୍ନି ପାରିଲା ଆଉ ବହୁତ ଖୁସି ହେଲା। ସେ କହିଲା, ତମ ଦୁଇ ଜଣଙ୍କର ଟେଷ୍ଟ ହେବ ଆଉ ରିପୋର୍ଟ 2 ଦିନ ପରେ ମିଳିବ।
ଯେମିତି 2 ଦିନ ହେଲା ମୁଁ ନିର୍ମଳାକୁ କହିଲି ମୁଁ ରିପୋର୍ଟ ଅଫିସରୁ ଫେରିବା ସମୟରେ ନେଇକି ଆସିବି। ନିର୍ମଳା କହୁଥିଲା ସେ ମୋ ସାଙ୍ଗରେ ଯିବ ବୋଲି। ମୁଁ ମନା କଲି, କହିଲି ଅଫିସରେ ମୋର ବହୁତ କାମ, ମୁଁ ଟାଇମ୍ ଦେଖିକି ନେଇ ଆସିବି। ତମେ ରିପୋର୍ଟ କଥା ଚିନ୍ତା କରନି। ଏମିତିରେ ବି ଏଇ କିଛି ଦିନ ହେବ ନିର୍ମଳା ମୋ ମୁଣ୍ଡ ପୁରା ଖରାପ କରିଦେଇଥିଲା। ଏମିତିକି ନିର୍ମଳା ବେଳେବେଳେ କହୁଥିଲା ଆମର ଯଦି ଛୁଆ ନ ହୁଏ ତାହେଲେ ମୁଁ ଆତ୍ମହତ୍ୟା କରିଦେବି। ମୁଁ ଅଫିସରୁ କାମ ସାରି ଯେତେବେଳେ ହସ୍ପିଟାଲ ଗଲି ସେ ସମୟରେ ଭଗବାନଙ୍କୁ ଡାକୁଥାଏ, ପ୍ରଭୁ ସବୁ ଠିକ୍ ଥାଉ। ଯେତେବେଳେ ମୁଁ ଡକ୍ଟରଙ୍କ ପାଖକୁ ଗଲି ଡକ୍ଟର କହିଲେ ତମ ସ୍ତ୍ରୀ କେବେ ବି ମା' ହେଇପାରିବେନି। ଏକଥା ଶୁଣି ମୋତେ ବହୁତ ଖରାପ ଲାଗିଲା। ଏମିତି କାହିଁକି ହୁଏ? ଯେଉଁ ମଣିଷ ଅଧିକ ଯେଉଁ ଜିନିଷକୁ ଚାହେଁ ତାକୁ ସେ ଜିନିଷ ମିଳେନି, ଆଉ ଭଗବାନ ତାଠାରୁ ସେସବୁ ଛଡ଼େଇ ନିଅନ୍ତି। ଯେତେବେଳେ ମୁଁ ମୋ ସ୍ତ୍ରୀକୁ ଏକଥା କହିଲି ସେ ବେହୋସ ହେଇଗଲା। ତା ପରଦିନ ଆମେ ଦୁହେଁ ମିଶିକି ହସ୍ପିଟାଲ ଗଲୁ। ଡକ୍ଟର ଆମକୁ କହିଲେ ତମେ ଯେତେ ଚାହିଁଲେ ବି ମୁଁ କିଛି କରିପାରିବିନି। ଭଲ ହେବ ଛୁଆ ଆଡପ୍ଟ କରିନିଅ। ଯଦି ଚାହିଁବ IVF କରିପାରିବ, କିନ୍ତୁ ଏଥିରେ ବହୁତ ପଇସା ଖର୍ଚ୍ଚ ହେବ, ହେଲେ କିଛି ଲାଭ ହେବନି। ମୋ ସ୍ତ୍ରୀ ଏସବୁ କଥା ଶୁଣି 4 ଦିନ ପର୍ଯ୍ୟନ୍ତ ଦେହ ଖରାପ ହେଇ ପଡ଼ିଲା। ଖିଆପିଆ କିଛି କଲାନି। ମୁଁ ରାଣ ନିୟମ ଦେଇ ଖୁଆଇଲି। ସେ କହିଲା ଆମେ ଆଉ ଭଲ ଡକ୍ଟରଙ୍କ ପାଖରେ ଯାଇ ଟ୍ରିଟମେଣ୍ଟ କରାଇବା। ମୁଁ କହିଲି ଆମେ ଏତେ ଧନୀ ନୁହେଁ ଯେ ବଡ଼ ବଡ଼ ଡକ୍ଟରଙ୍କ ପାଖରେ ଟ୍ରିଟମେଣ୍ଟ କରାଇବା। ଆଜି ଏ ଟେଷ୍ଟ କାଲି ସେ ଟେଷ୍ଟ ଲକ୍ଷ ଲକ୍ଷ ଟଙ୍କା ଭାସିଯିବ। ଆଉ IVF କରାଇବା ପାଇଁ ଆମ ପାଖେ ତ ଏତେ ପଇସା ନାହିଁ। ତମେ କ'ଣ ଭାବୁଛ ମୁଁ ବହୁତ ବଡ଼ ଧନୀ? ଏମିତି କଥା କହି ମୁଁ ବୁଝେଇଲି। କିନ୍ତୁ ସେ ଆଜି ଏ ବାବାଙ୍କ ପାଖକୁ ଗଲା ତ କାଲି ସେ ବାବାଙ୍କ ପାଖକୁ ଦୌଡ଼ିଲା। ଯେଉଁ କପଡ଼ା ସେ ଛୁଆ ପାଇଁ ତିଆରି କରିଥିଲା ସେ ଖରାପ ହେବାକୁ ଲାଗିଲା। ଏମିତି ହେଇ ହେଇ 7 ବର୍ଷ ହେଇଗଲା। ମୋ ଶ୍ୱଶୁର ଘରେ ନିର୍ମଳାକୁ କହୁଥିଲେ ତୋ ସ୍ୱାମୀର କିଛି ଅସୁବିଧା ଅଛି। ଆମ ଘରେ କହୁଥିଲେ ତୋ ସ୍ତ୍ରୀର କିଛି ଅସୁବିଧା ଅଛି। ତୋ ସ୍ତ୍ରୀ ବାଞ୍ଝ, ତାକୁ ଛାଡ଼ିଦେ, ଆଉ କେଉଁଠି ଭଲ ଜାଗା ଦେଖି ବାହା ହେଇଯା। ଦିନେ ମୋ ସ୍ତ୍ରୀ କହିଲା ତମେ ମୋତେ ଏତେ ଭଲ ପାଅ, ମୁଁ କେବେ ବି ଭାବିନଥିଲି। ଏତେ ସବୁ ପରେ ବି ତମେ ପ୍ରେମ ଟିକେ ହେଲେ ବି କମ୍ ଦେଇନ। ମୁଁ କହିଲି ମୁଁ ତୁମକୁ ଭଲ ପାଏ, ତମ ବିନା ବଞ୍ଚିପାରିବିନି। ତମ ହାତ ମୁଁ କେବେ ବି ଛାଡ଼ିବିନି। ମୁଁ ଚିନ୍ତା କଲି ଘର ଚେଞ୍ଜ କରିଦେବି ବୋଲି, କାହିଁକି ନା ଘର ଭଡ଼ା ବହୁତ ଅଧିକ ନେଇଯାଉଛନ୍ତି, ଆଉ ଆମେ ଏଠି ବହୁତ ଦିନ ହେବ ରହିଗଲୁଣି। ସେଥିପାଇଁ ସମସ୍ତେ ଆମକୁ ଚିହ୍ନି ଗଲେଣି, ଆଉ ସମସ୍ତେ ଜାଣିଛନ୍ତି ଆମର ଛୁଆ ନାହିଁ ବୋଲି। ମୋ ସ୍ତ୍ରୀକୁ ମଧ୍ୟ ବହୁତ ପ୍ରକାରର କଥା କହୁଛନ୍ତି। ଏମିତିକି ସେମାନଙ୍କର ଘରର ଛୁଆକୁ ମଧ୍ୟ ଆମର କିମ୍ବା ଆମ ଦାଣ୍ଡ ଦୁଆରେ ଦେଇ ଯିବାକୁ ମନା କରିଛନ୍ତି। ମୁଁ ମୋ ସ୍ତ୍ରୀ ଆସ୍ତେ ଆସ୍ତେ ଜିନିଷ ପ୍ୟାକିଂ କରିବାକୁ ଲାଗିଲୁ, ଆଉ ନିଜେ ଘର ଖୋଜିବା ଆରମ୍ଭ କରିଦେଲୁ। ଦିନେ ମୁଁ ଅଫିସରୁ ଯେତେବେଳେ ଘରକୁ ଆସିଲି ଦେଖିଲି ମୋ ସ୍ତ୍ରୀ ସାଙ୍ଗରେ ଆମ ଉପର ବିଲ୍ଡିଂରେ ରହୁଥିବା ପୁଅଟା କଥା ହେଉଥିଲା। ମୋତେ ଦେଖି ନମସ୍କାର ହେଲା ଆଉ କହିଲା ସାର୍ ମୋ ନାଁ ଅମର, ଘରୁ କିଛି ଜିନିଷ ସରିଯାଇଥିଲା ସେଥିପାଇଁ ନେବା ପାଇଁ ଆସିଥିଲି। ଯେତେବେଳେ ସେ ଚାଲିଗଲା ମୁଁ ମୋ ସ୍ତ୍ରୀକୁ କହିଲି ସେ କ'ଣ କହୁଥିଲା? ମୋ ସ୍ତ୍ରୀ କହିଲା ନାଇଁ ସେ ଚିନି ପାଇଁ ଆସିଥିଲା, ଆଉ ବହୁତ ଭଲ ପିଲାଟି। ମୁଁ କହିଲି ହଁ ଠିକ୍ ଅଛି, କିନ୍ତୁ ତା ସାଙ୍ଗରେ ବେଶୀ ମିଳାମିଶା କରିବନି, କାହିଁକି ନା ସେ ଏକୁଟିଆ ରହୁଛି। ମୋ ସ୍ତ୍ରୀ କହିଲା ସେ ମୋ ଛୋଟ ଭାଇଟା ହେବ। ମୁଁ କହିଲି ହଁ, କିନ୍ତୁ ତମେ ତାକୁ ଛୋଟ ଭାଇ ବୋଲି ଭାବୁଛ, ହୁଏତ ତମକୁ ସେ ବଡ଼ ଦିଦି ବୋଲି ଭାବୁନଥିବ, କାହିଁକି ନା ତମେ ଦେଖିବାକୁ ବହୁତ ସୁନ୍ଦର। ତ ତାପରେ ମୋ ସ୍ତ୍ରୀ ଆଉ କିଛି କହିଲାନି। ଆମ ଘରକୁ ବନ୍ଧୁବାନ୍ଧବଙ୍କର ଯିବା ଆସିବା ବହୁତ କମ୍ ହେଇଯାଇଥିଲା, ଆଉ ମା' ସ୍ତ୍ରୀ ଦେହ ମଧ୍ୟ ଖରାପ ରହୁଥିଲା। ଲୋକ ମୋତେ କହୁଥିଲେ କେବଳ ତମେ ହିଁ ତ ଜଣେ ଯିଏ ସେ ସ୍ତ୍ରୀ ଲୋକ ପାଖରେ ରହିପାରୁଛ, ନାଇଁ ତ କି ଫାଇଦା। ମୋ ସ୍ତ୍ରୀ ଆଗରେ ବି କହିଦେଉଥିଲେ କି ଘରକୁ ସମ୍ଭାଳିବା କି ଘର କାମ ଆଉ ରୋଷେଇ କରିବାକୁ ତ ଚାକରାଣୀ ମିଳିଯାଉଛନ୍ତି, ଗୋଟେ ଚାକରାଣୀ ରଖ, ସବୁ କାମ କରିଦେବ। କିନ୍ତୁ ଯେଉଁଟା ସ୍ତ୍ରୀର କାମ ଏ ସ୍ତ୍ରୀ ଲୋକ ହୁଏତ କେବେ ବି କରିପାରିବନି, କି ଗୋଟେ ଛୁଆ ବି ଜନ୍ମ କରିକି ଦେଇପାରିବନି। ଯିଏ ମୋତେ ଏମିତି ସବୁ କଥା କହୁଥିଲା ମୁଁ ଥରେ ଥରେ ସେମାନଙ୍କ ସହ ଝଗଡ଼ା ବି କରିଦେଉଥିଲି। ଦିନେ ମୁଁ ଅଫିସ ଚାଲି ଯାଇଥିଲି। ମୋ ସ୍ତ୍ରୀ ଗଡରେଜ ସଫା କରୁ କରୁ ଗୋଟେ କାଗଜ ପାଇଲା, ଆଉ ସେ କାଗଜକୁ ପଢ଼ି ସେ ମୋ ସହିତ ଠିକ୍ରେ କଥା ହେଲାନି। ଏମିତିରେ ଯେବେଠୁ ସେ ମା' ହେଇପାରିବନି ବୋଲି ଜାଣିଲା ସେବେଠାରୁ ତ ସେ ବି ଭଲରେ କଥାବାର୍ତ୍ତା କରୁନଥିଲା। ପୁଣି କାଗଜ ଯୋଗୁଁ ସେ ପୁରା ଚୁପ୍ ହେଇଗଲା। ଦିନେ ମୋତେ ସେ କହିଲା
ଶୀଘ୍ର ଅଫିସରୁ ଆସିବ। ଆଉ ଏକଥା ବି କହିଲା ଯେ ମୁଁ ଗୋଟେ ସ୍ତ୍ରୀ ଲୋକ ପାଖକୁ ଯାଉଛି ଯିଏ ବାଞ୍ଝପଣର ଚିକିତ୍ସା କରୁଛନ୍ତି। ମୁଁ ମନା କଲି, କିନ୍ତୁ ସେ କହିଲା ମୋତେ ତ ଯେମିତି ହେଲେ ଚିକିତ୍ସା କରିବାକୁ ପଡ଼ିବ। ତାପରେ ମୁଁ ଅଫିସ ଚାଲିଗଲି। ଯେତେବେଳେ ମୁଁ ଘରକୁ ଆସିଲି ଦେଖିଲି ପୁରା ଘର ଫୁଲ ଆଉ ମହମବତୀରେ ସଜା ହେଇଥିଲା। ମୁଁ ତ ପୁରା ଆଶ୍ଚର୍ଯ୍ୟ ହେଇଗଲି, କାହିଁକି ନା ଆଜି ଦୀପାବଳି, ନା ମୋର ଜନ୍ମଦିନ ନା ମୋ ସ୍ତ୍ରୀର ଜନ୍ମଦିନ। ପୁଣି ଭାବିଲି ଆଜି ଆମର ମ୍ୟାରେଜ୍ ଆନିଭର୍ସରୀ। ହେଲେ ଏସବୁ କେଉଁ ଖୁସିରେ ହେଉଛି? ଯେତେବେଳେ ମୁଁ ରୁମ୍ ଭିତରକୁ ଗଲି ସେ ମୋ ସାମ୍ନାରେ ଛିଡ଼ା ହେଇଥିଲା। ଆଜି ବହୁତ ସୁନ୍ଦର ଦେଖାଯାଉଥିଲା ଆଉ ମୋତେ ଦେଖି ହସୁଥିଲା। ମୁଁ କହିଲି କଥା କ'ଣ, ତମେ ଆଜି ବହୁତ ସୁନ୍ଦର ଦେଖାଯାଉଛ। ସେ କହିଲା ଆଜି ବହୁତ ବଡ଼ ଖୁସିର ଦିନ। ତାପରେ ମୋ ହାତରେ ଗୋଟେ ଡବା ଧରେଇ ଦେଲା। ମୁଁ କହିଲି ଏଥିରେ କ'ଣ ଅଛି? ସେ କହିଲା ତମେ ଆଗ ଖୋଲ ତ। ମୁଁ ଯେତେବେଳେ ସେ ଡବା ଖୋଲିଲି ତା ଭିତରେ ପ୍ରେଗନେନ୍ସି କିଟ୍ ଥିଲା। ତା ପୁଣି ପଜିଟିଭ, ମାନେ ମୋ ସ୍ତ୍ରୀ ମା' ହେବାକୁ ଯାଉଛି। ଏସବୁ ଦେଖି ମୁଁ ପୁରା ଆଶ୍ଚର୍ଯ୍ୟ ହେଇଗଲି ଆଉ ସେଇଠି ଷ୍ଟାଚ୍ୟୁ ପାଲଟିଗଲି। ଯେମିତି ମୋର କ'ଣ ହେଇଗଲା, ମୁଁ ପୁରା ଶୂନ ପାଲଟିଗଲି। ଖବର ତ ବହୁତ ବଡ଼ ଆମ ପାଇଁ। ଯେମିତି କେଉଁ ମଣିଷ ମରିଯାଇଛି ତାକୁ ଆମେ କହୁଛେ ତୁ ମରିନୁ, ତୁ ବଞ୍ଚିଛୁ, ସେଇଭଳିଆ କଥା। ମୁଁ ବୁଝିପାରୁନଥିଲି ମୁଁ କ'ଣ ରିଆକ୍ସନ୍ ଦେବି। ମୋ ସ୍ତ୍ରୀ କାନ୍ଦି କାନ୍ଦି ମୋତେ କୁଣ୍ଢେଇକି ଧରିଲା। କହିଲା ମୁଁ ଜାଣିଛି ତୁମକୁ ବିଶ୍ୱାସ ହେଉନି, କିନ୍ତୁ ମୁଁ 4-5 ଥର ଟେଷ୍ଟ କରିଛି। ଆଉ ହଁ, ମୁଁ କେଉଁ ସ୍ତ୍ରୀ ଲୋକ ପାଖକୁ ଯାଇନଥିଲି, ମୁଁ ଡକ୍ଟରଙ୍କ ପାଖକୁ ଯାଇଥିଲି। ଡକ୍ଟର ହିଁ ମୋର ଟେଷ୍ଟ କରାଇଲେ। କିନ୍ତୁ ମୁଁ ସେ ଡକ୍ଟର ମିଲନ ପାଖକୁ ଯାଇନଥିଲି, ଆଉ ଜଣେ ଡକ୍ଟରଙ୍କ ପାଖକୁ ଯାଇଥିଲି। ପୁଣି ଥରେ ମୋ ସ୍ତ୍ରୀ ଛୁଆ ଆସିବାର ପ୍ରିପାରେସନରେ ଲାଗି ପଡ଼ିଲା। ମୁଁ ମନେ ମନେ ବହୁତ ରାଗି ଯାଉଥାଏ। ଯେତେବେଳେ ସେ ମୋତେ ଛୁଆ ପାଇଁ ପଇସା ପତ୍ର ମାଗେ ମୁଁ ମନେ ମନେ ଭାବୁଥାଏ କି ଏସବୁ କେମିତି ହେଲା। ଯେତେବେଳେ 7 ବର୍ଷ ପର୍ଯ୍ୟନ୍ତ କିଛି ହେଉନଥିଲା ତ ଏବେ କେମିତି ସମ୍ଭବ ହେଲା। ସେ ବାରମ୍ବାର ଆମ ଉପରେ ରହୁଥିବା ପଡ଼ୋଶୀ ଅମର ସହିତ ମିଳାମିଶା କରୁଥିଲା। ଯେତେ କହିଲେ ବି ମାନୁନଥିଲା। ସେ ଅମର ମଧ୍ୟ କିଛି ନା କିଛି ଜିନିଷ ମାଗିବା ବାହାନାରେ ଘରକୁ ଆସୁଥିଲା। ବେଳେବେଳେ ମୋ ସ୍ତ୍ରୀ କହୁଥିଲା ସେ ତ ଛୋଟ ପିଲାଟା, କିନ୍ତୁ ମୁଁ ଜାଣିଥିଲି ଜଣେ ପୁରୁଷ କେବେ ବି ଆଉ ଜଣେ ବାହାର ନାରୀ ପାଇଁ ଛୋଟ ପିଲା ହେଇପାରିବନି। ଏକଥା ମୁଁ କେମିତି ମୋ ସ୍ତ୍ରୀକୁ ବୁଝେଇବି। ସେବେଠାରୁ ମୁଁ ଶୁଣିଲି କି ମୋ ସ୍ତ୍ରୀ ମା' ହେବାକୁ ଯାଉଛି। ସେବେଠାରୁ ତ ମୁଁ ପୁରା ଆଶ୍ଚର୍ଯ୍ୟ ହୋଇଗଲିଣି। ଦିନେ ମୁଁ ମୋ ସ୍ତ୍ରୀକୁ ଡକ୍ଟରଙ୍କ ପାଖକୁ ନେଇଗଲି। ଯେଉଁ ଡକ୍ଟର ମୋ ସାଙ୍ଗ, ମାନେ ଡକ୍ଟର ମିଲନ। ସେ ମୋତେ କହିଥିଲେ ମୋ ସ୍ତ୍ରୀ କେବେ ମା' ହେଇପାରିବନି ବୋଲି। ମୁଁ ଡକ୍ଟର ମିଲନ ପାଖକୁ ଯାଇ କହିଲି ତମେ ତ କହିଥିଲ କି ମୋ ସ୍ତ୍ରୀ କେବେ ହେଲେ ମା' ହେଇପାରିବନି ବୋଲି। ଡକ୍ଟର ମିଲନ କହିଲେ ଦେଖ, ଏ କଥାକୁ 7 ବର୍ଷ ହେଇଗଲାଣି। ମଣିଷ ଶରୀରରେ ପ୍ରତିଦିନ କିଛି ନା କିଛି ହରମୋନ୍ ଚେଞ୍ଜ ହେଇଥାଏ। ଆଉ 7 ବର୍ଷ ଭିତରେ ତମ ସ୍ତ୍ରୀ ଶରୀରରେ ଏତେ ମାତ୍ରାରେ ଚେଞ୍ଜ ହେଇଛି ହରମୋନ୍ ଯେ ତମକୁ ତ ଖୁସି ହେବା କଥା। ମୁଁ ଏକଥା ଶୁଣି ପୁରା ଆଶ୍ଚର୍ଯ୍ୟ ହେଇଗଲି। ଆଉ ମୋ ସ୍ତ୍ରୀକୁ କହିଲି ତମେ ଯାଇକି ବ୍ଲଡ଼ ଟେଷ୍ଟ କର, ତମ ମୁହଁ କାହିଁକି କେଜାଣି ହଳଦିଆ ଦେଖାଯାଉଛି। ତାପରେ ମୋ ସ୍ତ୍ରୀ ଚାଲିଗଲା। ମୁଁ ସିଧା ଯାଇ ସେ ଡକ୍ଟର ଗଳା ଧରି ପକେଇଲି ଆଉ କହିଲି କି ତମେ ତ କହିଥିଲ କି ମୁଁ ଜୀବନ ସାରା ବାପା ହେଇପାରିବିନି, ହେଲେ ମୋ ସ୍ତ୍ରୀ ମା' ହେଲା କେମିତି? ସେ ଡକ୍ଟର କହିଲା ଦେଖ, ଏସବୁ କଥା ହେଲା ତମ ସ୍ୱାମୀ ସ୍ତ୍ରୀ କଥା, ତମ ଘର କଥା। କିନ୍ତୁ ମୁଁ ତ ତମ ସ୍ତ୍ରୀକୁ ଆଉ ମିଛ କହିପାରିବିନି ନା। ସତରେ ତମ ସ୍ତ୍ରୀ ମା' ହେବାକୁ ଯାଉଛି। ତାପରେ ମୁଁ କହିଲି ମୋର ଚେକଅପ୍ ଆଉ ଥରେ କରାଅ। ସତ କଥା କହିବାକୁ ଗଲେ ମୁଁ କେବେ ବି ବାପା ହେଇପାରିବିନି, ଆଉ ମୋ ପାଇଁ ମୋ ସ୍ତ୍ରୀ କେବେ ବି ମା' ହୋଇପାରିବନି। ଏକଥା ଶୁଣି ମୁଁ ପୁରା ଡରି ଯାଇଥିଲି ଯେ ମୁଁ ଗୋଟେ ପୁରୁଷ ନୁହେଁ, କାହା ପୁରୁଷ ବୋଲି। ମୁଁ ସେ ଡକ୍ଟରକୁ ପଇସା ଦେଇ ରିପୋର୍ଟ ବଦଳାଇ ଦେଇଥିଲି। ଆଉ ସେ ରିପୋର୍ଟରେ ଲେଖା ଥିଲା କି ମୋ ସ୍ତ୍ରୀ କେବେ ମା' ହେଇପାରିବନି ବୋଲି। ସେଥିପାଇଁ ମୁଁ 3 ଲକ୍ଷ ଟଙ୍କା ଡକ୍ଟରକୁ ଦେଇଥିଲି। କିନ୍ତୁ ଯଦି ମୁଁ କାହା ପୁରୁଷ, ତାହେଲେ ମୋ ସ୍ତ୍ରୀ କେମିତି ମା' ହେଲା? କ'ଣ ମୋ ସ୍ତ୍ରୀ ମୋତେ ଧୋକା ଦେଇଛି? ସେ କ'ଣ ଆଉ ଜଣଙ୍କ ସହ ଅଛି? ମୁଁ କହିଲି ହଉ ଡକ୍ଟର, ମୋର ଆଉ ଥରେ ଟେଷ୍ଟ କର। ମୁଁ ଟେଷ୍ଟ କରି ଘରକୁ ଚାଲି ଆସିଲି। ଆଉ ଯେତେବେଳେ 2 ଦିନ ପରେ ଡକ୍ଟରଙ୍କ ପାଖକୁ ଗଲି, ଡକ୍ଟର ମୋତେ କହିଲେ ସେମ୍ ପ୍ରୋବ୍ଲେମ୍, ତମେ କେବେ ବାପା ହେଇପାରିବନି। ଏକଥା ଶୁଣି ମୁଁ ନିଶ୍ଚିନ୍ତ ହେଇଗଲି କି ମୋ ସ୍ତ୍ରୀ ମୋତେ ଧୋକା ଦେଉଛି ବୋଲି, ଆଉ ମୋତେ ସେ ମିଛ କହିଛି, ଆଉ କାହା ସାଙ୍ଗରେ ପାପ ସମ୍ପର୍କ କରି ତା ଛୁଆକୁ ପେଟରେ ଧରିଛି। ମୋ ଠାରୁ 1000 ଟଙ୍କା ନେଇ ଖର୍ଚ୍ଚ କରୁଛି, ଆଉ କହୁଛି ଏ ଛୁଆ ମୋର ବୋଲି।
जदि मु भी जदि सत कथा कहीदेवी कि मु पुरुष नुहे बोली से मते कहब निजे का पुरुष है 7 वर्ष हेब मते मिछ कही समाज आगे दोषी करैथिल सेथिपई मु किछि कहि पारु नथिली किंतु मते ए कथा भितरे भितरे मारी पकाउथिला कि मो स्त्री आउ कहा सह शारीरिक संपर्क अछि आउ ता छुआ को से पेटरे धरिछि आ दिन राति खाली सही छुआ कथा भाबुछि। डॉक्टर कहिथिले कि मो स्त्री 2 मास चलीछि 6 मास हेले पेट जना पड़िबो बोली। दिने मु बहुत जोरे रागी की कहली बंद कर ए छुआ कथा मु ए छुआर बापा ही परिबिनी। मो स्त्री कहिला एमिति कोन कहूछ भगवान आमको 7 वर्ष पर खुशी देइछंती तमे एमिति कोन कहूछ एमिति काहेकि कहिल। मु पूरा डरी गली कहली नाई नाई मु बास एमिति कहिदेली आउ सोई पड़िली किंतु मु एतेक भाभी सारिथिली कि जेमिति हेले मु सत कहिदेबी बोली किंतु हाँ मु जानी सारिथिली कि ए छुआ आम सामना वाला पड़ोसीर अमर काहेकि ना से देखा बहुत सुंदर आउ हट्टा कट्टा जवान थिला। मु तो जेते बेले देखे से आम रूम बाहर एपट सेपट हेउथिबो किए जाने मो स्त्री संगे से बेड को आसुनथिबो बोली। मु मो स्त्री को रागी की कहली ए छुआ मोर नुहे। मो स्त्री कहिला मो ऊपर भगवान को कृपा हेछि सेथिपई तो मु मां हेबा को जाउछि। मु जोर से रागी की चिल्लै की कहली तमे बांझ नुहे मु बांझ। एक कथा सुनी मो स्त्री पूरा चुप हो गला आउ कांदी कांदी जोर जोर से हसला आउ ताली बजेला आउ कहिला एई कथा तम मुहर मते सुनिबार थिला आउ 7 वर्ष हेबो तमे मते मिछ कही धोखा देउछ। मु केते मेडिसिन खाइछि निज देह खराब करिछि रात रे उठिकी कांदिछि केते पूजा करिछि निज चेहरा भी खराब कर देछि केवल आउ केवल छुआटे पाई आउ तमे जहाकू मु मो जीवन ठारू अधिक भल पाए से मते दुनिया आगे बांझ सजै देला। तम बापा माँ केते कथा मते न कहिसंती एमिति कि मो निज बापा माँ मध्य केते कथा कहिसंती। 7 वर्ष हेबो तम पई मु सजा काटिली किंतु सत कथा कहबाको तुमको खराब लागिला। मु तुमको भल पाइथिली तमे जदि मते भरोसा करिथांत आउ सत कहिथांत ताहले मु निजे मो ऊपर को दोष नै जाइथांती किंतु सत कहूची तम हाथ केबे भी छाड़ी नथांती। मु कहिली हाँ सेथिपई तमे आउ काहा पाखरे जाई सोईथिल आउ काहा छुआ को पेटरे धरिछ। से कहिला छुआ को छुआ मो मां हेबा को जाउनी। मु कहिली कौन हैला से डॉक्टर तो कहिथला कि तमे मां हेबा को जाउछ बोली। मो स्त्री कहिला हाँ तमे जदि ताको 3 लाख टंका देई से डॉक्टर को किनि पारुछ ताहले मु कोन 5 लाख टंका देई से डॉक्टर को किनि परिबिनी। जेतेबेले आम घर चेंज करुथिली सेही समय रे गडरेज रो गोटे रिपोर्ट मिलिथिला सेथिरे सफा सफा लेखाथिला कि तमे केबे हेले बापा हेई परिबनी। जो रिपोर्ट तमे 7 वर्ष पूर्व लुचेई रखिथिला मु तम मुहरु सत बाहर करबा को चाहुथिली। जो मनीष एते बड़ धोखा देइथिला आगु से आउ मो सहित कौन करिथांता किए जानिछि से कथा। एबे सत तमे तम मुहरे मानि सारिछ। मु कहिली मते क्षमा कर दियो मु पूरा डरी जाइथिली तुमको ये समाज विषय जना अछि ना नहीं। से कहिला भाड़ में जाओ मो समाज तमे मते तो कहि पारि थांता ना। एमिति कही रूम भीतर को जाई कबाड़ बंद कर देला और जेमिति सकाळ हेला निज जिनिस पत्र पैक करी मते छाड़ी चली गला। मु जेते भी अनुरोध कली से मानिलानी तापरे से डिवोर्स फाइल कर देला। से गोटे धोखाबाज सहित रही परिबनी। एबे मो स्त्री ता बापा माँ को पाखरे 6 मास हेबा रहुछि। मो पाखरे बेसी समय नहीं मो संपर्क को बंचेबा पई आपण कहतु मु कौन करिथांती। मु जड़े पुरुष है समाज आगे केमिति कहिथांती कि मु पुरुष नुहे कहा पुरुष बोली। तो श्रोता बंधु मैंने आशा करुछि आज यही कहानीटी आपण मानको निश्चिंत पसंद आसिथिबो। और पसंद आसीथिले भिडियोटी को लाइक शेयर और चैनल को सब्सक्राइब करने को बिल्कुल भी भूलंतु नहीं। तेबे आज पई रहुछि बाय पुणी देखा आउ एक सुंदर कहानी सहित आउ एक नया भिडियो रे। धन्यवाद।